ସେ ଦେଖୁଥିଲେ ସେହି ପ୍ରସ୍ତର ମୂର୍ତ୍ତି ଜୀବନ୍ତ ହୋଇ ହସୁଛନ୍ତି, କଥା କହୁଛନ୍ତି ଏବଂ ବହୁ ପ୍ରକାର ସାନ୍ତ୍ୱନା ଓ ଶିକ୍ଷା ଦେଉଛନ୍ତି। ଏହି ସମୟରେ ପୁଣି ଠାକୁରଙ୍କର ପୂଜା ଧ୍ୟାନ ଆଦି ଏକ ଅଭିନବ ଆକାର ଧାରଣ କଲା। ପ୍ରବୀଣର ଗାମ୍ଭୀର୍ଯ୍ୟ ପୁରୁଷାକାର ଅବଲମ୍ବନ କରି ଦେଶ କାଳପାତ୍ର ଭେଦରେ ବିଧି ନିଷେଧ ମାନି ଚାଲିବା ଅଥବା ଭବିଷ୍ୟତର କଥା ଭାବି ସବୁଆଡ଼କୁ ନଜର ରଖି ବ୍ୟବହାର କରିବା ଇତ୍ୟାଦିର କୌଣସି ଲକ୍ଷଣ ଏଥିରେ ପରିଲକ୍ଷିତ ହେଉନଥିଲା। ସର୍ବ ଅନ୍ତଃକରଣରେ ଶରଣାଗତ ବାଳକର ଭାବ ଆଶ୍ରୟ କରି ଇଚ୍ଛାମୟଙ୍କ ଇଚ୍ଛା ଭିତରେ ଆପଣାର କ୍ଷୁଦ୍ର ଇଚ୍ଛା ଓ ଅଭିମାନକୁ ବିସର୍ଜନ ଦେଇ ଏକାବେଳକେ ଯନ୍ତ୍ର ସ୍ୱରୂପ ହୋଇ ଯେପରି ସେ ସବୁକିଛି କରୁଥିଲେ। ମା'ଙ୍କୁ ଅନାଦି ନିବେଦନ କରି ସେ ଦେଖୁଥିଲେ ମା ସାକ୍ଷାତ ମୂର୍ତ୍ତିମନ୍ତ ହୋଇ ସେ ଅନ୍ନକୁ ସେବନ କରୁଛନ୍ତି ଓ ତାଙ୍କର ଦିବ୍ୟ ଅଙ୍ଗର ବ୍ରହ୍ମମୟ ଦୀପ୍ତିରେ ମନ୍ଦିରର ଅଭ୍ୟନ୍ତର ଆଲୋକିତ ହୋଇ ଉଠୁଛି। ପୂର୍ବେ ଧ୍ୟାନ ପୂଜାଦି କାଳରେ ସେ ଦେଖୁଥିଲେ ସମ୍ମୁଖସ୍ଥ ପାଷାଣମୟୀ ମୂର୍ତ୍ତିରେ ଏକ ଜୀବନ୍ତ ଜାଗ୍ରତ ଅଧିଷ୍ଠାନ ଆବିର୍ଭୂତ ହୋଇଛନ୍ତି। ବର୍ତ୍ତମାନ ମନ୍ଦିରରେ ପ୍ରବିଷ୍ଟ ହୋଇ ପାଷାଣମୟୀଙ୍କୁ ଆଉ ଦେଖିବାକୁ ପାଇଲେ ନାହିଁ, ବରଂ ତାଙ୍କ ସ୍ଥାନରେ ସେ ଦେଖିବାକୁ ପାଇଲେ ଯାହାଙ୍କର ଚୈତନ୍ୟରେ ସମଗ୍ର ଜଗତ ସଚେତନ ହୋଇ ରହିଛି। ସେହି ପରମ ଚୈତନ୍ୟମୟୀ ଏହି ମନ୍ଦିର ଭିତରେ ଚିଦ୍ଘନ ମୂର୍ତ୍ତି ପରିଗ୍ରହ କରି ବର ଆଭୟ କର ସୁଶୋଭିତ ହୋଇ ନିତ୍ୟ ବିରାଜମାନ ରହିଛନ୍ତି। ସେତେବେଳର ଅନୁଭୂତି ପରେ ମନେ ପକାଇ ଠାକୁର କହିଛନ୍ତି, ନାସିକାରେ ହାତ ଦେଇ ଦେଖେ ମା ସତକୁ ସତ ନିଶ୍ୱାସ ନେଉଛନ୍ତି। ତନ୍ନ କରି ବହୁବାର ଦେଖିଛି। ରାତିରେ ଦୀପ ଆଲୁଅରେ ମନ୍ଦିର ଭିତରେ ମା'ଙ୍କ ଦିବ୍ୟ ଶରୀର ଛାଇ କେଉଁଆଡ଼େ ପଡ଼େ ନାହିଁ। ନିଜ ଘରେ ବସି ଶୁଣିଛି ମା ପାଦରେ ପାଉଜି ପିନ୍ଧି ବାଳିକା ରୂପରେ ଝମଝମ ଶବ୍ଦ କରି ମନ୍ଦିର ଉପରକୁ ଉଠୁଛନ୍ତି। ଦ୍ରୁତ ପଦରେ ଘରୁ ବାହାରି ଆସି ଦେଖିଛି ମା ସତକୁ ସତ ମନ୍ଦିରର ଦୁଇତଳ ବାରଣ୍ଡାରେ ଆଲୁଲିତ କେଶ ହୋଇ ଠିଆ ହୋଇଛନ୍ତି। କେତେବେଳେ କଲିକତା ଆଡ଼କୁ, ପୁଣି କେତେବେଳେ ଗଙ୍ଗା ଆଡ଼କୁ ଚାହିଁ ଦେଖୁଛନ୍ତି। ହୃଦୟ ମଧ୍ୟ କହିଛନ୍ତି, ଠାକୁର ଯେତେବେଳେ ଶ୍ରୀ କାଳୀ ମନ୍ଦିରରେ ରହୁଥାନ୍ତି ସେତେବେଳେ ତ କଥା ନାହିଁ, ଅନ୍ୟ ସମୟରେ ମଧ୍ୟ କାଳୀଙ୍କ ଘରେ ପ୍ରବେଶ କଲେ ଏକ ଅନିର୍ବାଚନୀୟ ଦିବ୍ୟ ଆବେଶ ଅଭିଭୂତ ହୋଇ ଦେହରେ ରୋମାଞ୍ଚ ଜାତ ହୁଏ। ପୂଜା ବେଳେ ଦେଖିଛି ମନ୍ଦାର ଫୁଲ ଆଉ ବେଲପତ୍ର ଏକାଠି ସଜାଇ ମାମୁଁ ତାହା ଦ୍ୱାରା ନିଜ ମସ୍ତକ, ବକ୍ଷ, ସର୍ବାଙ୍ଗ ଏପରିକି ନିଜ ପାଦ ପର୍ଯ୍ୟନ୍ତ ସ୍ପର୍ଶ କରି ତାପରେ ତାକୁ ନେଇ ଜଗଦମ୍ବାଙ୍କ ପାଦପଦ୍ମରେ ଅର୍ପଣ କରନ୍ତି। କେବେ କେବେ ପୁଣି ସିଂହାସନ ଉପରକୁ ଉଠି ଅତ୍ୟନ୍ତ ସ୍ନେହରେ ଜଗଦମ୍ବାଙ୍କ ମୁଖକୁ ଧରି ଆଦର, ଗାନ, ପରିହାସ ବା ବାକ୍ୟାଳାପ କରନ୍ତି। କେବେ କେବେ ଶ୍ରୀମୂର୍ତ୍ତିଙ୍କ ହାତ ଧରି ନୃତ୍ୟ ଆରମ୍ଭ କରିଦିଅନ୍ତି। ଦିନେ ଦେଖିଲି ଭୋଗ ନିବେଦନ କରିବା ସମୟରେ ମନ୍ଦିର ଭିତରୁ ଗୋଟିଏ ବିଲେଇ ପଶିଯାଇ ମିଆଉଁ ମିଆଉଁ ହେଲା। ତା'ର ଉତ୍ତରରେ ମାମୁଁ କହିଲେ, ଖାଇବୁ? ମା ରହ ଖାଇବୁ, ଦଉଛି ତତେ ଖାଇବାକୁ, ଅପେକ୍ଷା କର। ଏହା କହି ଅନ୍ନପ୍ରସାଦ ଆଣି ସେହି ବିଲେଇକୁ ଖୁଆଇଲେ। ଠାକୁରଙ୍କର ଏସବୁ କାଣ୍ଡ ଦେଖି ହୃଦୟଙ୍କ ମନରେ ବିଚିତ୍ର ଆଶଙ୍କା ହେଲେ ମଧ୍ୟ ଅନ୍ୟ ନିକଟରେ ପ୍ରକାଶ କରି କ'ଣ କରିବା ଉଚିତ ସେ ବିଷୟରେ ପରାମର୍ଶ ନେବା ଲାଗି ତାଙ୍କର କିଛି ଉପାୟ ନଥିଲା। କିନ୍ତୁ ଏଣିକି ଯେତେବେଳେ ସବୁଦିନ ଏଭଳି କାଣ୍ଡ ଚାଲିଲା, ସେତେବେଳେ ସେ ଆଉ କିପରି ବା ଲୁଚାଇ ରଖି ହୁଅନ୍ତା? ତା ଛଡ଼ା ପୂଜା ସମୟରେ ଅନ୍ୟ କେହି ହଠାତ୍ ପହଞ୍ଚି ଯାଇ ଠାକୁରଙ୍କର ଦେବୀଙ୍କ ସଙ୍ଗେ ଏଭଳି କାର୍ଯ୍ୟକଳାପ ଦେଖି ଖାଜାଞ୍ଚି ପ୍ରମୁଖ କର୍ମଚାରୀମାନଙ୍କ ଆଗରେ ଅଭିଯୋଗ କଲେ। ସେମାନେ ମଧ୍ୟ ନିଜେ ଏସବୁ ଦେଖି ସ୍ଥିର କଲେ ହୁଏତ ଭଟ୍ଟାଚାର୍ଯ୍ୟ ପାଗଳ ହୋଇଗଲେଣି, ନତୁବା ତାଙ୍କ ଦେହରେ କେଉଁ ଉପଦେବତାଙ୍କର ଆବେଶ ହୋଇଛି। ବାବୁମାନଙ୍କ ପାଖରେ ଏ ଖବର ପହଞ୍ଚିବା ନିତାନ୍ତ ଦରକାର। ଯଥା ସମୟରେ ମଥୁର ବାବୁଙ୍କ କାନରେ ଏ ଖବର ପଡ଼ିଲା। ମଥୁର ବାବୁ କାହାକୁ କିଛି ନ କହି ଦିନେ ପୂଜା ସମୟରେ ହଠାତ୍ ଆସି କାଳୀ ମନ୍ଦିରରେ ପହଞ୍ଚିଲେ ଏବଂ ଅନେକ ସମୟ ଧରି ଠାକୁରଙ୍କର କ୍ରିୟାକଳାପ ଲକ୍ଷ୍ୟ କଲେ। ସେ ଦେଖିଲେ ପୂଜା କରୁ କରୁ ଭଟ୍ଟାଚାର୍ଯ୍ୟଙ୍କର କେତେବେଳେ ଆଖିରୁ ଅବିରଳ ଅଶ୍ରୁଧାର ଝରୁଛି, କେତେବେଳେ ଅବା ଅପକଟ ଉଦ୍ଦାମ ଉଲ୍ଲାସରେ ସେ ନୃତ୍ୟ କରୁଛନ୍ତି, କେତେବେଳେ ପୁଣି ଜଡ଼ବତ୍ ଅଚେତନ ହୋଇ ରହିଯାଉଛନ୍ତି। ବେଳେବେଳେ ଅବିଚଳ ଦେହରେ ଅପଲକ ସ୍ଥିରରେ ସେ ଜଗଦମ୍ବାଙ୍କ ଆଡ଼କୁ ଚାହିଁ ଠିଆ ହୋଇ ରହୁଛନ୍ତି ଏବଂ ବାହ୍ୟ ପରିସ୍ଥିତି ସମ୍ବନ୍ଧରେ ତାଙ୍କର ତିଳେମାତ୍ର ଜ୍ଞାନ ରହୁନାହିଁ। ଏ ଅଦ୍ଭୁତପୂର୍ବ ପୂଜାରୀତି ଦେଖି ମଥୁର ବାବୁଙ୍କ ଚିତ୍ତ ଏକ ଅପୂର୍ବ ଆନନ୍ଦରେ ପ୍ଳାବିତ ହୋଇଗଲା। ସେ ଅନୁଭବ କଲେ ଏହି ମନ୍ଦିରଟି ବର୍ତ୍ତମାନ ପ୍ରକୃତ ଦିବ୍ୟ ମହିମାରେ ପରିପୂର୍ଣ୍ଣ ହୋଇଯାଇଛି। ତାଙ୍କର ସ୍ଥିର ବିଶ୍ୱାସ ହୋଇଗଲା ଯେ ଏହି ଯୁବ ପୂଜକ ଠାକୁର ପ୍ରକୃତରେ ଜଗନ୍ମାତାଙ୍କର କୃପା ଲାଭ କରି ଧନ୍ୟ ହୋଇଛନ୍ତି। ଆଉ ଏତେ ଦିନ ପରେ ସତକୁ ସତ ମା ଏଠାରେ ଆବିର୍ଭୂତ ହୋଇଛନ୍ତି। ମାଙ୍କର ଯଥାର୍ଥ ପୂଜା ବାସ୍ତବିକ ଏହିପରି ହେବାର କଥା। ସେଦିନ କର୍ମଚାରୀମାନଙ୍କୁ କିଛି ନ କହି ମଥୁର ବାବୁ ଘରକୁ ଫେରି ଆସିଲେ। ତା ପରଦିନ ମନ୍ଦିରର ପ୍ରଧାନ କର୍ମଚାରୀଙ୍କ ଉପରେ ତାଙ୍କର ଆଦେଶ ହେଲା, ଭଟ୍ଟାଚାର୍ଯ୍ୟ ମହାଶୟ ଯେଉଁ ଭାବରେ ପୂଜା କରନ୍ତୁ, ସେଥିରେ କେହି ଯେପରି ତାଙ୍କୁ ବାଧା ନ ଦିଏ। ଏ ଆଦେଶ ଶୁଣି କର୍ମଚାରୀମାନେ ପରସ୍ପରକୁ ଚାହିଁଲେ ଏବଂ ଏହି ପାଗଳକୁ ସମୁଚିତ ଶିକ୍ଷା ଦେବା ଲାଗି ସେହି ମୁହୂର୍ତ୍ତରୁ ସୁଯୋଗ ଖୋଜିବାକୁ ଲାଗିଲେ। ଏଣେ ମଥୁର ବାବୁ ନିଜ ଶାଶୁ ରାସବାଣୀଙ୍କ ଆଗରେ ଠାକୁରଙ୍କର ଏହି ପ୍ରକାର ପୂଜା ରୀତିର ଆମୂଳଚୂଳ ବର୍ଣ୍ଣନା କଲେ। ଭକ୍ତିମତୀ ରାଣୀ ଏହା ଶୁଣିବା ମାତ୍ରେ ଯେତିକି ଆଶ୍ଚର୍ଯ୍ୟ ହେଲେ, ସେତିକି ପୁଲକିତ ମଧ୍ୟ ହେଲେ।
ଆଉ ଦିନକର କଥା, ସେଦିନ ରାଣୀ ରାସାମଣୀ ସ୍ୱୟଂ ଆସି ମନ୍ଦିରରେ ପହଞ୍ଚିଲେ। କର୍ମଚାରୀମାନେ ବ୍ୟସ୍ତ ବିବ୍ରତ ହୋଇପଡ଼ିଥାନ୍ତି। ସେତେବେଳକୁ କାଳୀଙ୍କର ପୂଜା ଆଉ ବେଶ ହୋଇଯାଇଛି। ଜଗନ୍ମାତାଙ୍କୁ ପ୍ରଣାମ କରି ରାଣୀ ମନ୍ଦିର ମଧ୍ୟରେ ମୂର୍ତ୍ତିଙ୍କ ନିକଟରେ ଆସନରେ ବସି ପୂଜା ଆନିକାଦି କଲେ। ପାଖରେ ଠାକୁରଙ୍କୁ ଦେଖି ମାଆଙ୍କର ନାମଗାନ କରିବାକୁ ଅନୁରୋଧ କଲେ। ତା ଶୁଣି ଠାକୁର ରାଣୀଙ୍କ ପାଖରେ ବସି ଭାବବିଭୋର କଣ୍ଠରେ ରାମପ୍ରସାଦ, କମଳାକାନ୍ତ ପ୍ରଭୃତି ସାଧକମାନଙ୍କ ପଦାବଳୀ ଗାଇ ଚାଲିଲେ। ରାଣୀ ପୂଜା ଜପ ଇତ୍ୟାଦି କରୁ କରୁ ଏ ଭଜନଗୁଡ଼ିକ ଶୁଣୁଥାନ୍ତି। କିଛି କ୍ଷଣ ଏହିପରି ଭାବରେ କଟିଗଲା। ଠାକୁର ହଠାତ୍ ଗୀତ ବନ୍ଦ କରି ବିରକ୍ତ ହୋଇ ଉଗ୍ର ଭାବରେ ରୁକ୍ଷସ୍ୱରରେ କହି ଉଠିଲେ, କେବଳ ଏହି ଭାବନା, ଏଠାରେ ମଧ୍ୟ ସେସବୁ ଚିନ୍ତା। ଏହା କହି ଠାକୁର ରାଣୀଙ୍କ ଅଙ୍ଗରେ ନିଜ ହାତରେ ଆଘାତ କଲେ। ଏ ଅଭାବିତ କାଣ୍ଡ ଦେଖିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ମନ୍ଦିରର କର୍ମଚାରୀ ଓ ରାଣୀଙ୍କ ପରିଚାରିକା ବୃନ୍ଦଙ୍କ ମଧ୍ୟରେ ହୁଳସ୍ଥୁଳ ପଡ଼ିଗଲା। ମନ୍ଦିରର ଚୌକିଦାର ଅତି ବ୍ୟସ୍ତ ହୋଇ ଠାକୁରଙ୍କୁ ଧରିବା ଲାଗି ଚମକି ଆସିଲା। କିନ୍ତୁ ଠାକୁର ଓ ରାସମଣୀ ଉଭୟ ମନ୍ଦିର ଭିତରେ ଅବିଚଳିତ ସ୍ଥିରତାରେ ଗମ୍ଭୀର ହୋଇ ଦଣ୍ଡାୟମାନ ହୋଇଥାନ୍ତି। ଠାକୁରଙ୍କ ମୁହଁରେ ମୃଦୁ ମୃଦୁ ହସ ଫୁଟି ଉଠିଲା। ରାଣୀ ରାସମଣୀ ଠାକୁରଙ୍କ ଭର୍ତ୍ସନା ଓ ଆଘାତ ପରେ ଗମ୍ଭୀର ହୋଇ ନିଜ ଅନ୍ତର ପରୀକ୍ଷା କରି ଦେଖୁଥିଲେ। ସେ ବୁଝିପାରିଥିଲେ ଯେ ମନ୍ଦିରକୁ ଆସି ପୂଜା, ଧ୍ୟାନ ଓ ଭଜନ ଶୁଣିବା ବେଳେ ମଧ୍ୟ ସେ ଭିତରେ ଭିତରେ ଅନ୍ୟମନସ୍କ ରହି କେବଳ ଗୋଟିଏ ବିଶେଷ ମକଦ୍ଦମାର ଫଳାଫଳ ବିଷୟ ଚିନ୍ତା କରୁଥିଲେ। ଏହା ବୁଝିପାରି ସେ ମନେ ମନେ ଖୁବ୍ ଅପ୍ରତିଭ ଓ ଅନୁତପ୍ତ ହୋଇପଡ଼ିଥିଲେ। ତା ଛଡ଼ା ତାଙ୍କର ଏହି ଅନ୍ୟମନସ୍କତା ବିଷୟ ଠାକୁର କିପରି ଜାଣିପାରିଲେ, ଏହା ଭାବି ମଧ୍ୟ ସେ ବିସ୍ମିତ ହୋଇଗଲେ। କିଛି ମୁହୂର୍ତ୍ତ ଏପରି କଟିଗଲା। ରାଣୀ ଭାବିଲେ, ଏ ଶୁଦ୍ଧ ସ୍ୱଭାବ ପୂଜକଟି ସରଳ ଆଉ ଅତ୍ୟନ୍ତ ଭକ୍ତିମାନ। କିନ୍ତୁ ଏଠାରେ ରହି ହୀନବତୀ ଜୀବିକା ସର୍ବସ୍ୱ ଲୋକମାନେ ଏହାଙ୍କର ଏହି ପୂତ ସ୍ୱଭାବ ବୁଝି ନ ପାରି ତାଙ୍କ ଉପରେ ବିଶେଷ କିଛି ଅତ୍ୟାଚାର କରିପାରନ୍ତି। ଏପରି ମନେ ମନେ ଆଶଙ୍କା କରି ସେ ଗମ୍ଭୀର ଭାବରେ ଆଦେଶ ଦେଲେ, ଭଟ୍ଟାଚାର୍ଯ୍ୟ ମହାଶୟଙ୍କର କୌଣସି ଦୋଷ ନାହିଁ। ତୁମେମାନେ ଏହାଙ୍କୁ କେହି କିଛି କହିପାରିବ ନାହିଁ। ରାଣୀଙ୍କ ମୁହଁରୁ ଏ ଅଭାବିତ ଆଦେଶ ଶୁଣି ଓ ତାଙ୍କର ରୋଷକଷାୟିତ ଚାହାଣୀ ଦେଖି ସମବେତ କର୍ମଚାରୀଗଣ ସେ ସ୍ଥାନ ଛାଡ଼ି କି କୁଆଡ଼େ ଚାଲିଗଲେ। ସେହି ଦିନର ଏ ଘଟଣା ପରେ ଜଗନ୍ମାତା କାଳୀଙ୍କୁ ନେଇ ଠାକୁରଙ୍କର ଭାବାବେଶ ଓ ଆନନ୍ଦ ଉଲ୍ଲାସ ପ୍ରବଳ ବେଗରେ ଦିନକୁ ଦିନ ବଢ଼ି ଚାଲିଲା। ଏପରିକି ଦେବୀ ପୂଜାରେ ନିତ୍ୟ ନୈମିତ୍ତିକ କାର୍ଯ୍ୟକଳାପ କୌଣସି ମତେ ନିର୍ବାହ କରିବା ମଧ୍ୟ ତାଙ୍କ ପକ୍ଷରେ ଅସମ୍ଭବ ହୋଇ ଉଠିଲା। ଏପରିକି ଦେବୀ ପୂଜାରେ ସେବାର କାଳ ବିଚାର ମଧ୍ୟ ତାଙ୍କର ଲୋପ ପାଇଗଲା। ଏବେ ସେ ତାଙ୍କର ଯେତେବେଳେ ଯେପରି ଇଚ୍ଛା ହେଲା ସେହିପରି ଭାବରେ ଜଗନ୍ମାତାଙ୍କର ପୂଜା କରିବାକୁ ଲାଗିଲେ। ଠାକୁରଙ୍କର ଏହି ଅବସ୍ଥାର ପୂର୍ବ ପର୍ଯ୍ୟନ୍ତ ମଥୁର ବାବୁ ତାଙ୍କ ଦ୍ୱାରା ପୂଜା କାର୍ଯ୍ୟ କୌଣସି ପ୍ରକାର ଚଳାଇ ନଥିଲେ। କିନ୍ତୁ ବର୍ତ୍ତମାନ ଠାକୁରଙ୍କର ଯେଉଁ ପ୍ରକାର ଅବସ୍ଥା ହେଲା, ସେଥିରେ ଆଉ ଏହାଙ୍କ ଦ୍ୱାରା ପୂଜା କାର୍ଯ୍ୟ ନୀତି ମୁତାବକ ଚାଲିପାରିବ ନାହିଁ ଭାବି ସେ ପୂଜା ଲାଗି ଅନ୍ୟ ପ୍ରକାର ବନ୍ଦୋବସ୍ତ କଲେ। ଯେଉଁ ଦିନଠାରୁ ଠାକୁର ରାଣୀ ରାସମଣୀଙ୍କ ଅଙ୍ଗରେ ଆଘାତ କରି ତାଙ୍କୁ ଶିକ୍ଷା ଦେଇଥିଲେ, ସେହି ଦିନଠାରୁ ମଥୁର ବାବୁ ଠାକୁରଙ୍କର ସୁସ୍ଥ ମସ୍ତିଷ୍କ ତା ଉପରେ ସନ୍ଦିଗ୍ଧ ହୋଇ ଉଠିଥିଲେ। ତାଙ୍କର ଆଶଙ୍କା ହୋଇଥିଲା ଯେ ଠାକୁରଙ୍କର ଏକ ପ୍ରକାର ବାତରୋଗ ହୋଇଛି। ଏହି ସମୟରେ ସେ କଲିକତାର ସୁପ୍ରସିଦ୍ଧ କବିରାଜ ଗଙ୍ଗାପ୍ରସାଦ ସେନଙ୍କ ଦ୍ୱାରା ତାଙ୍କର ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରିଥିଲେ। ଏ ପ୍ରକାର ଚିକିତ୍ସାର ବନ୍ଦୋବସ୍ତ କରି ମଧ୍ୟ ମଥୁର ବାବୁ କ୍ଷାନ୍ତ ହେଲେ ନାହିଁ। ମଧ୍ୟ ସେ ଠାକୁରଙ୍କ ସଙ୍ଗେ ଆଳାପ କରି ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ ଯେ ଯେଉଁ ପ୍ରକାର ସାଧନା କଲେ ମଧ୍ୟ ପ୍ରଥମେ ମନକୁ ସ୍ଥିର ଓ ସୁସଂଯତ ରଖିବାକୁ ହେବ। ପ୍ରବଳ ଭାବାବେଗ ତାଙ୍କର ଯୋଗ ସାଧନା ପକ୍ଷରେ ଅନ୍ତର ହୋଇପାରେ। ଏହି କଥା ସେ ନାନାଦି ଯୁକ୍ତି ଓ ଦୃଷ୍ଟାନ୍ତ ଦେଇ ଠାକୁରଙ୍କୁ ବୁଝାଇବାକୁ ଲାଗିଲେ। ପ୍ରଥମେ ଠାକୁରଙ୍କ ଖୁଡ଼ୁତା ପୁଅ ଶ୍ରୀଯୁକ୍ତ ରାମତାରକ ଚଟ୍ଟୋପାଧ୍ୟାୟ ବା ହଳଧାରୀ ଓ ପରେ ଠାକୁରଙ୍କ ଭଣଜା ହୃଦୟଙ୍କୁ ଦେବୀ ପୂଜାରେ ନିଯୁକ୍ତ କଲେ। ହଳଧାରୀ ଶ୍ରୀ ରାଧାଗୋବିନ୍ଦଜୀଉଙ୍କର ପୂଜାର ଭାର ଗ୍ରହଣ କଲେ। ଶ୍ରୀ ରାମକୃଷ୍ଣ ଓ ମଥୁରାନାଥ। ରାଣୀ ରାସମଣୀଙ୍କ ଜାମାତା ମଥୁର ବାବୁ ଥିଲେ ପାଶ୍ଚାତ୍ୟ ଶିକ୍ଷାଭିମାନୀ ଓ ଖୁବ୍ ତର୍କପ୍ରବଣ ବ୍ୟକ୍ତି। କିନ୍ତୁ ତାଙ୍କ ଭଳି ଲୋକ ଠାକୁରଙ୍କ ସଂସ୍ପର୍ଶରେ ଆସି ତାଙ୍କର ଅଲୌକିକ ତ୍ୟାଗ, ପ୍ରେମ ଓ ଐଶ୍ୱଶକ୍ତି ପ୍ରଭାବରେ ମୁଗ୍ଧ ହୋଇ କିପରି ଦିନେ ତାଙ୍କ ଶ୍ରୀଚରଣରେ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିଥିଲେ, ଆମେମାନେ ତାହାର କିଞ୍ଚିତ୍ ଆଭାସ ଏଠାରେ ଉଲ୍ଲେଖ କରିବାକୁ ଯାଉଛୁ। ଠାକୁରଙ୍କର ବ୍ୟାକୁଳ ଅନୁରାଗ ଓ ଆଚରଣାଦି ଭକ୍ତିର ଆତିଶଯ୍ୟ ବୋଲି ମଥୁର ବାବୁଙ୍କର ପ୍ରଥମେ ବୋଧ ହେଉଥିଲା। କିନ୍ତୁ ଦିନକୁ ଦିନ ଠାକୁରଙ୍କର ଏହି ଦିବ୍ୟ ଉନ୍ମାଦନା ଯେପରି ବଢ଼ି ଚାଲିଲା, ମଥୁର ବାବୁ ତାଙ୍କ ବିଷୟରେ ସେତିକି ଅଧିକ ସଚେତନ ଓ ସଜାଗ ହୋଇ ଉଠିଲେ। ସେ ଲକ୍ଷ୍ୟ କଲେ ଯେ ଠାକୁରଙ୍କର ଏସବୁ ବିଚିତ୍ର ପାଗଳାମି ଓ ଅଲୌକିକ କାଣ୍ଡ କାରଖାନା ଭିତରେ ମଧ୍ୟ ତାଙ୍କର ବୁଦ୍ଧି ଭ୍ରଷ୍ଟ ହେଉନାହିଁ, ଯାହାକି ଏପରି ସଚରାଚର କ୍ଷେତ୍ରରେ ଘଟିଥାଏ। ତଥାପି ମନରେ ସନ୍ଦେହ ଥାଏ ଏବଂ ତା ସଙ୍ଗେ ସଙ୍ଗେ ଠାକୁରଙ୍କ ପ୍ରତି ତାଙ୍କ ମନରେ ଦୟା ଓ ସହାନୁଭୂତି ମଧ୍ୟ ବଢ଼ି ଚାଲିଥାଏ। ସେଥିପାଇଁ ସେ ଚେଷ୍ଟା କରିଥାନ୍ତି କିପରି ଉତ୍ତମ ଚିକିତ୍ସକ ଓ ଔଷଧ ସାହାଯ୍ୟରେ ଠାକୁରଙ୍କର ଶାରୀରିକ ସ୍ୱାସ୍ଥ୍ୟର ଉନ୍ନତି କରାଇ ଏସବୁ ମାନସିକ ବିକାରରୁ ତାଙ୍କୁ ରକ୍ଷା କରିବେ। ଦିନକର କଥା, ଶିବ ମନ୍ଦିରରେ ଠାକୁର ଭକ୍ତି ଗଦ୍ଗଦ ଚିତ୍ତରେ ଶିବ ମହିମା ସୂତ୍ର ପାଠ କରିଥାନ୍ତି। ଶ୍ଲୋକଟି ପଢ଼ୁ ପଢ଼ୁ ଠାକୁର କୈଳାସପତି ଶିବଙ୍କ ମହିମା ହୃଦୟ ଭିତରେ ସ୍ପଷ୍ଟ ଭାବରେ ଅନୁଭୂତ କଲେ।
ଏବଂ ଏହି ତୀବ୍ର ଅନୁଭବ ଏତେ ପ୍ରଗାଢ଼ ଓ ଆବେଗ କମ୍ପିତ ହୋଇଉଠିଲା ଯେ ସେ ଉଚ୍ଚ ସ୍ୱରରେ କାନ୍ଦି ଉଠିଲେ। ତାଙ୍କର ସେହି କ୍ରନ୍ଦନରୋଳ ଓ ପାଗଳ ସୁଲଭ ଗଦ୍ଗଦ୍ ବାକ୍ୟ ସହିତ ଅଦୃଷ୍ଟପୂର୍ବ ଆଚରଣରେ ଠାକୁରବାଡ଼ିର ଭୃତ୍ୟଗଣ ଓ କର୍ମଚାରୀମାନେ ସମସ୍ତେ ଦୌଡ଼ି ଆସିଲେ। ମଥୁରବାବୁ ସ୍ୱୟଂ ସେଦିନ ଠାକୁରବାଡ଼ିରେ ଉପସ୍ଥିତ ଥିଲେ। ସେ ମଧ୍ୟ ଅନ୍ୟମାନଙ୍କ ସହ ଆସି ଯୋଗଦେଲେ। କର୍ମଚାରୀଗଣ ସମ୍ଭ୍ରମେ ତାଙ୍କୁ ପଥ ଛାଡ଼ିଦେଲେ। ମଥୁରବାବୁ ଠାକୁରଙ୍କର ସେହି ତନ୍ମୟ ଭାବ ଦେଖି ମୁଗ୍ଧ ହୋଇଗଲେ। କୌଣସି କର୍ମଚାରୀଙ୍କର ଠାକୁରଙ୍କ ପ୍ରତି ତାଚ୍ଛଲ୍ୟ ଆଚରଣରେ କ୍ଷୁବ୍ଧ ହୋଇ ସେ କହିଲେ, ସାବଧାନ! ଯାହାର ମୁଣ୍ଡ ଉପରେ 10ଟା ମୁଣ୍ଡ ଅଛି, ସେହି କେବଳ ବର୍ତ୍ତମାନ ଭଟ୍ଟାଚାର୍ଯ୍ୟ ମହାଶୟଙ୍କୁ ସ୍ପର୍ଶ ପାରିବ। କର୍ମଚାରୀମାନେ ଏହା ଶୁଣି ଆଉ କିଛି କହିବାକୁ ବା କରିବାକୁ ସାହସ କଲେ ନାହିଁ। କିଛି ସମୟ ପରେ ଠାକୁରଙ୍କର ବାହ୍ୟ ଜ୍ଞାନ ଫେରି ଆସିଲା ଏବଂ ସମ୍ମୁଖରେ ମଥୁରବାବୁଙ୍କୁ ଦଣ୍ଡାୟମାନ ଦେଖି ପିଲାଟିଏ ଭଳି ଭୟ ବିଜଡ଼ିତ କଣ୍ଠରେ ପଚାରିଲେ, ଆଜ୍ଞା, ମୁଁ ଅସାଷ୍ଟମ ହୋଇ କିଛି ଅନୁଚିତ କଥା କହିଦେଇଛି କି? ମଥୁରବାବୁ ତାଙ୍କୁ ପ୍ରଣାମ କରି କହିଲେ, ନା ବାବା, ତୁମେ ସ୍ତବ ପଢ଼ୁଥିଲ। କାଳେ କେହି କିଛି ନ ବୁଝି ତୁମକୁ ବିରକ୍ତ କରିବ, ସେଥିପାଇଁ ମୁଁ ଏଠାରେ ଠିଆ ହୋଇଥିଲି। କ୍ରମେ ଠାକୁରଙ୍କର ଦିବ୍ୟ ସଙ୍ଗ ଲାଭ କରି ମଥୁରବାବୁଙ୍କ ହୃଦୟରେ ଏକ ଅଦ୍ଭୁତ ଅବସ୍ଥାର ଉଦୟ ହେଲା ଏବଂ ଫଳରେ ତାଙ୍କର ଭକ୍ତି ବିଶ୍ୱାସ ସହସ୍ର ଗୁଣରେ ବଢ଼ିଗଲା। ଦିନେ ଠାକୁର ତାଙ୍କ ଘରର ଉତ୍ତର ପୂର୍ବ କୋଣରେ ଯେଉଁ ଲମ୍ବା ବାରଣ୍ଡାଟି ପୂର୍ବ ପଶ୍ଚିମ ଆଡ଼କୁ ବିସ୍ତୃତ ହୋଇ ରହିଛି, ତା ଉପରେ ମୁହଁ ଗମ୍ଭୀର କରି ପଦଚାରଣ କରୁଥିଲେ। ବାବୁ କୋଠି ବୋଲି ପଞ୍ଚବଟୀର ସନ୍ନିକଟରେ ଯେଉଁ ପୃଥକ୍ ଘରଟି ରହିଛି, ସେହି ଘରର ଗୋଟିଏ କୋଠରୀରେ ମଥୁରବାବୁ ସେତେବେଳେ ଏକାକୀ ଚୁପଚାପ ବସି ରହିଥିଲେ। ସେଠାରୁ ଠାକୁର ପଦାର୍ପଣ କରିବା ସ୍ଥାନଟି ବେଶୀ ଦୂର ହୋଇନଥିବାରୁ ସବୁ ଦେଖାଯାଉଥିଲା। ଠାକୁର କିନ୍ତୁ ଏ ସମ୍ବନ୍ଧରେ ସଚେତନ ନଥିଲେ। କିଛି କ୍ଷଣ ପରେ ମଥୁରବାବୁ ହଠାତ୍ ବ୍ୟସ୍ତ ହୋଇ ଠାକୁରଙ୍କ ପାଖକୁ ଧାଇଁ ଆସି ତାଙ୍କର ପଦଯୁଗଳ ନିଜ ବକ୍ଷରେ ଜାବୁଡ଼ି ଧରି କାନ୍ଦିବାକୁ ଲାଗିଲେ। ମଥୁରଙ୍କର ଏ ଆକସ୍ମିକ ବ୍ୟବହାରରେ ଠାକୁର ସ୍ତମ୍ଭିତ ହୋଇ କହିଲେ, ତୁମେ ଏ କ'ଣ କରୁଛ? ତୁମେ ହେଲ ରାଣୀଙ୍କ ଜ୍ୱାଇଁ। ଲୋକେ ତୁମକୁ ଏପରି ଅବସ୍ଥାରେ ଦେଖିଲେ କ'ଣ କହିବେ? ସ୍ଥିର ହୁଅ, ଉଠ। ତାପରେ କିଞ୍ଚିତ୍ ଶାନ୍ତ ହୋଇ ମଥୁରବାବୁ କହିବାକୁ ଲାଗିଲେ, ମୁଁ ଆଜି ଏକ ଅଦ୍ଭୁତ କଥା ଦର୍ଶନ କଲି। ବାବା, ତୁମେ ଏଠାରେ ଏମିତି ବୁଲୁଥିଲ, ଆଉ ମୁଁ ସ୍ପଷ୍ଟ ହୋଇ ଦେଖିଲି ଯେ ତୁମେ ଯେତେବେଳେ ଏ ଆଡ଼କୁ ଆସୁଛ, ସେତେବେଳେ ସାକ୍ଷାତ୍ ଆମର ଏହି ମନ୍ଦିରର ଆନନ୍ଦମୟୀ ମା', ଆଉ ଯେତେବେଳେ ଏପଟକୁ ପଛକରି ଯାଉଛ, ଦେଖିଲି ଜଟାଜୁଟ ଧରି ବ୍ୟାଘ୍ର ପରିହିତ ସାକ୍ଷାତ୍ ସ୍ୱୟଂ ଦେବଦେବ ମହାଦେବ। ପ୍ରଥମେ ଭାବିଲି ଦୃଷ୍ଟିର ବିଭ୍ରମ, ସେଥିପାଇଁ ଭଲ କରି ଆଖି ପୋଛି ଆଉଥରେ ଦେଖିଲି। ସେହି ଏକା ଦୃଶ୍ୟ, ସେହି ଏକା କଥା। ଏପରି ଯେତେଥର ଦେଖିଲି, ସେହି ସମାନ ଦୃଶ୍ୟ ମୋତେ ଦେଖାଗଲା। ଏତକ କହୁ କହୁ ମଥୁରନାଥ ଅଶ୍ରୁ ଜଳରେ ଭାସିବାକୁ ଲାଗିଲେ। ଠାକୁର ଅନେକ ପ୍ରକାର ବୁଝାଇ ସୁଝାଇ ତାଙ୍କୁ କୌଣସି ପ୍ରକାର ଶାନ୍ତ କଲେ। ଏହିଠାରୁ ଠାକୁରଙ୍କ ସହିତ ମଥୁରବାବୁଙ୍କର ଘନିଷ୍ଠତା ବିଶେଷ ଭାବରେ ବୃଦ୍ଧି ପାଇବାକୁ ଲାଗିଲା ଏବଂ ମଥୁରବାବୁଙ୍କର ବିଶ୍ୱାସ ମଧ୍ୟ ଅନେକ ପରିମାଣରେ ଗଭୀର ହୋଇଉଠିଲା। କାରଣ ସେ ବୁଝିପାରିଲେ ଯେ ଠାକୁର ସାମାନ୍ୟ ନୁହନ୍ତି। ଜଗଦମ୍ବା ତାଙ୍କ ପ୍ରତି କୃପା କରି ଠାକୁରଙ୍କ ଶରୀର ଭିତରେ ସାକ୍ଷାତ୍ ବର୍ତ୍ତମାନ ରହିଛନ୍ତି।